ନବଗୁଞ୍ଜର। ପୁରୁଣା ସମୟରେ ଅର୍ଜୁନ ଜଙ୍ଗଲ ମଧ୍ୟରେ ଭଗବାନଙ୍କୁ ଧ୍ୟାନ କରୁଥିଲେ। ସେ ବହୁତ ଶକ୍ତିଶାଳୀ ଓ ଗର୍ବିତ ହୋଇ ପଡ଼ିଥିଲେ। ତାଙ୍କର ଭକ୍ତି ଓ ନମ୍ରତା ପରୀକ୍ଷା କରିବା ପାଇଁ କୃଷ୍ଣ ଭଗବାନ ଏକ ଅଜବ ରୂପ ଧାରଣ କଲେ। ସେ ରୂପକୁ ନବଗୁଞ୍ଜର ବୋଲି କୁହାଯାଏ। ଏହା 9ଟି ପ୍ରାଣୀଙ୍କ ଅଂଶରୁ ତିଆରି ହୋଇଥିଲା। ମୁଣ୍ଡ କୁକୁଡ଼ା ଭଳି, ଗଳା ମୟୂର ଭଳି, ପିଠି ବୃଷଭ ଭଳି, କମର ସିଂହ ଭଳି, ପାଦ ହାତୀ, ବାଘ, ଘୋଡ଼ା ଭଳି, ପୁଚ୍ଛ ସାପ ଭଳି। ଏହି ଅଦ୍ଭୁତ ପ୍ରାଣୀଙ୍କୁ ଅର୍ଜୁନ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ପ୍ରଥମେ ସେ ଭୟ କରି ଧନୁ ଧରିଲେ, କିନ୍ତୁ ଭଲ ଭାବେ ଦେଖିବା ପରେ ସେ ବୁଝିଲେ ଏହା ସାଧାରଣ ପ୍ରାଣୀ ନୁହେଁ। ତାପରେ ସେ ନମସ୍କାର କରି ପ୍ରାର୍ଥନା କଲେ। ସେତେବେଳେ ନବଗୁଞ୍ଜର ବେଶରୁ କୃଷ୍ଣ ଭଗବାନ ପ୍ରକଟ ହେଲେ। ସେ କହିଲେ, ଗର୍ବ କରିବା ଠିକ୍ ନୁହେଁ। ସତ୍ୟ ଶକ୍ତି ହେଉଛି ନମ୍ରତା ଓ ଭକ୍ତି। ଏହିପରି ଅର୍ଜୁନ ନିଜର ଭୁଲ ବୁଝିଲେ ଓ ଭଗବାନଙ୍କୁ ପ୍ରଣାମ କଲେ। ନୀତି ଶିକ୍ଷା: ନମ୍ରତା ଓ ଭକ୍ତି ମଣିଷକୁ ମହାନ କରେ।